नमस्कार मु धूमि प्रियदर्शिनी आपण को स्वागत करुच्ची मो चैनल किछि कथा किछि गपरे। आजिर पर्यायर गाल्पिक सच्चिदानंद राउतरायंकर गल्प माटीर ताज विषयर प्रथम पर्यायटी जानिबा। शाशु घर जिबार वर्ष गोटिए न होणु गिरस्थ संगे झटापिटा कजिया लगी ताठ तलाक आदाय करी अमीना जेतेबेले बलद गाड़ी खंडकरे जिनिसपत्र बोझेई करी आसी बाप घरे पहुंचिला सेतेबेले बुढ़ा तिलिर खां दांड पिंडारे बसी बीड़ी तैयारी करुथिला। दूररू बलद बेकर घंटी घागुड़ी शब्द शुणी केते जण साही लोक किए आसुची देखिबा पई गाँ दांडरे जमा हेथिले। पड़िशा घर मदना खटेई मध्य भात कंसा उपरू दरखिया हेई उठी आसी उत्सुक दृष्टि से आड़क चाहि रहिथिला। शगड़ गाड़ी ओह्लई पड़ी ସେହି ଉଦ୍ୟତ ଆଖି ଗୁଡ଼ାକ ଆକ୍ରମଣରୁ ନିଜକୁ ରକ୍ଷା କରିବା ଲାଗି ଅମିନା ତମ ତମ ହେଇ ଘର ଭିତରକୁ ପଶିଗଲା ବେଳେ ଗୋଟାଏ ତୀବ୍ର କଟାକ୍ଷରେ ମଦନାକୁ ବିଦ୍ଧ କରି ଅଧେ ଶୁଣା ଅଧେ ନ ଶୁଣା ସ୍ୱରରେ କହିଥିଲା, ମଦନା ଭାଇ ସଲାମ। ବୁଢ଼ା ଦିଲିର ଖାଁ ବିଡ଼ି ବଳା ବନ୍ଦ କରି ଟିକିଏ ତା ଝୁଅ ଆଡ଼କୁ ଚାହିଁଥିଲା। ତାପରେ ତା ଆଙ୍ଗୁଠି ଗୁଡ଼ାକ ଅଧିକ ଜୋରରେ ଶୁଖିଲା ବିଡ଼ି ପତ୍ର ଉପରେ ମାଡ଼ି ଚାଲିଲେ। କତୁରୀଟା ଆହୁରି ଜୋରରେ ଝଣଝଣ ଶବ୍ଦ କରି ଚିତ୍କାର କରି ଉଠିଲା। ମଦନା ତାର କୁରାଢ଼ୀ ନିହାଣ ଲୁହାଗଜ ଧରି ଭାରି ଗଭୀର ଭାବରେ ପଥର ସୁଆଁସ କରିବା ଲାଗି ଖଣିକୁ ବାହାରିଗଲା। କୁରାଢ଼ୀ ଚୋଟ ଠିକ୍ ଭାବରେ ପଥର ଉପରେ ବାଜୁନଥିଲେ ମଧ୍ୟ ମଦନା ସେଦିନ ଝାଳ ନାଳ ଆଣ୍ଠିଏ ହେଇ ଅବିଶ୍ରାନ୍ତ ପଥର ଚାଞ୍ଚିଲା। ଅମିନା ଆସିବା ଦିନୁ ଗାଁ ଯାକର ଆଖି ଦିଲିର ଖାଁ ଘର ଉପରେ ପଡ଼ିଛି। କି ହିନ୍ଦୁ କି ମୁସଲମାନ ପ୍ରତ୍ୟେକ ସାହି ଲୋକ ସେବାଟେ ଚାଲିଗଲା ବେଳେ ଟିକେ ଟିକେ ଦିଲିର ଖାଁକୁ ଚାହିଁ ଯାଉଛନ୍ତି। ଦି ଚାରିଟା ଟୋକା ଦାଣ୍ଡରେ ସାଇକେଲ ଚକ ଗଡ଼େଇ ଖେଳୁଥିବା ବେଳେ ଚକଟା ଦିଲିର ଖାଁ ଘର ସାମ୍ନାରେ ଚିଥେଇ ପଡ଼ିଗଲେ ସେଟାକୁ ସାଙ୍ଗେ ସାଙ୍ଗେ ଉଠେଇ ନେଉନାହାନ୍ତି। ଟିକିଏ ରହ ମଠ ହେଇ କ'ଣ ଗୋଟିଏ ସତେ ଯେମିତି ଘଟିଛି ତାହା ଦେଖିବା ଲାଗି ଦିଲିର ଖାଁ ଘର ଆଡ଼ିକି ରହି ରହି ଅନଉଛନ୍ତି। ଦି ଚାରିଟା ମୁସଲମାନ ଟୋକା ଗତ ସାଲେ କଟକକୁ ତାଜିଆ ଦେଖିବାକୁ ଯାଇ ଗୋଟେ ଟେନିସ୍ ବଲ୍ କିଣି ଆଣିଥିଲେ। ଗାଁ ଦାଣ୍ଡରେ ଟେନିସ୍ ବଲ୍ ଖେଳୁ ଖେଳୁ ବଲ୍ଟାକୁ ଜାଣି ଶୁଣି ଦିଲିର ଖାଁ ଘର ଭିତରକୁ ଫୋପାଡ଼ି ଦେଇ ସେମାନଙ୍କର ପିଲାଦିନର ଚିହ୍ନା ଅମିନା ଚାଚିକୁ ଥରେ ଦେଖି ଆସିବାର ସୁଯୋଗ ଛାଡ଼ୁନାହାନ୍ତି। ଦିଲିର ଖାଁ ଏସବୁ ଯେ ଅନୁଭବ କରି ନ ପାରୁଛି ତା ନୁହେଁ, ହେଲେ ତା ମନର ଭାବକୁ ଘୋଡ଼େଇ ରଖି ହାତର କତୁରୀଟା ଶୁଖିଲା କେନ୍ଦୁପତ୍ର ଗୁଡ଼ାକୁ ଖଣ୍ଡ ଖଣ୍ଡ କରି କାଟି ପକେଇ ଝଣଝଣ ହେଇ ବାଜି ଉଠୁଛି। ବାପ ଘରକୁ ଆସି ଅମିନା ଏକା ବେଳେକେ ବଦଳି ଯାଇଛି। 2 ଦିନ ପରେ ମଦନା ସଞ୍ଜ ବୁଡ଼େ ଖଣିରୁ ଫେରି ଆସି ନିଜ ଅଗଣାରେ ବସି ଶୁଣିଲା ଯେ ଅମିନା ନିଜ ଘରେ କାହା ସାଙ୍ଗେ ପାଟେ କଜିଆ ଲଗେଇ ସାରିଲାଣି। ଖାଲି ସେତିକି ନୁହେଁ, କଜିଆ କରୁ କରୁ ସେ କୁଆଡ଼େ ବେହୋସ ହେଇ ତଳେ ପଡ଼ିଗଲା। କେତେ କ'ଣ ବାଉଳି ଚାଉଳି ହେଲା। ଶାଦି ହେବାର ବର୍ଷେ ଗୋଟାକ ଭିତରେ ଅମିନାର ଯେ କାହିଁକି ଏମିତି ଚିଡ଼ଚିଡ଼ା ପ୍ରକୃତି ହେଇଗଲା ସେ କଥା ମଦନା ଜମା ଠଉରେଇ ପାରିଲାନି। ତା ପରଦିନ ଦ୍ୱିପହରେ ମଦନା ଘରକୁ ବାହୁଡ଼ି ନିଜ ଭାରିଜା କତିରୁ ଶୁଣିଲା ଯେ ତାଙ୍କ ଘର ଆଉ ଅମିନା ଘର ମଝିରେ ଥିବା ଭଙ୍ଗା ବାଡ଼ଟାକୁ ତାଙ୍କର ଗୋଟେ ଛେଳି ଠୁଙ୍କି ଦେବାରୁ ଅମିନା ଆସି ତା ଭାରିଜା ସାଙ୍ଗରେ ପରସ୍ତେ କଳି କରି ଯାଇଛି। ହାତ ଗୋଡ଼ ହଲେଇ ମଦନା ଆଗରେ ତା ଭାରିଜା ଗୁରୁବାରୀ ଫେରାଦି ହେଲା। ପଠଉଣୀଟାର ଯେଉଁ ମୁହଁ, କଥାଗୁଡ଼ା ପରା ଖଣ୍ଡା ଦାଢ଼ ପରି ଦେହରେ ଚାଉଁକିନା ଗଳିଗଲା। ମାଲୋ, ଏଡ଼ିକି କଜିଆ କରୁଣୀ ମାଇକିନା ପୁଣି ଦୁନିଆରେ ଥାଆନ୍ତି। ନ ଜାଣିକିରି ଗେରସ୍ତ ଛାଡ଼ପତ୍ର ଦେଇଛି କି? ମଲା, ସେ ପଠାଣ ଘରେ କ'ଣ ଆଉ ତିରିଲା ନାହାନ୍ତି? ହେଇ ତ ଜୁଲେଖା ଅଛି, ଜୁବେଦା ଅଛି, ହାମିଦ ନିଶା ଅଛି। ୟା ପରି କିଏ କଣ୍ଟା ବାଗଡ଼େ ଲୁଗା ପକେଇ କଳି କରୁଛି ମ? ତାଙ୍କମାନଙ୍କ ପାଟି ଫାଳକ 2 ଫାଳ ହବାର କିଏ କେବେ ଶୁଣିଛି? ମଦନା ଗମ୍ଭୀର ହେଇ ସବୁ କଥା ଶୁଣିଲା। କିଛି ପାଟି ଫିଟେଇଲାନି। ପଥୁରିଆ ସାହିର ଶେଷ ମୁଣ୍ଡେ ମଦନାର ଘର। ମଦନା ଘରକୁ ଦିଲିର ଖାଁର ଘର ଲାଗିଛି। ଚାଳକୁ ଚାଳ, ବାଡ଼କୁ ବାଡ଼। ଚାଳକୁ ଚାଳ ଲଗେଇ ଘର କରିଥିଲେ ଏମିତି ନୀତି ନା ନୀତି କଳି କଜିଆ ହେଇଥାଏ। ଦିଲିର ଖାଁ ଘର ସାଙ୍ଗେ ମଦନା ଘରର ଏମିତିକା କଜିଆ ଗଲା 100 ବର୍ଷ ଭିତରେ କେତେ ଥର ଯେ ଲାଗିଥିବ ସେ କଥା କିଏ କହିପାରିବ? ହେଲେ ଅମିନା ନିଜେ ଆସି ତା ଘର ସାଥିରେ ଏମିତି କଜିଆ କରିବ ବୋଲି ମଦନା ଆଦୌ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା। ତା ମନଟା ବିଲକୁଲ ଖଟା ହେଇଗଲା। ଅମିନା ବାପ ଘରକୁ ଫେରି ଗୋଟା ସୁଦ୍ଧା ବଦଳି ଯାଇଛି। ସେ ଘରେ ଆସି ଗୋଡ଼ ଦେବା ସାଙ୍ଗେ ସାଙ୍ଗେ ସମୁଦାୟ ଘରର ମୁରବୀ ପଣିଆ ସମସ୍ତଙ୍କ ଅଜାଣତରେ ତା ହାତ ମୁଠାକୁ ଚାଲିଯାଇଛି। ସାନ ଭଉଣୀ ମାରିୟମ ତା ଆଗରେ ପାଟି ଫିଟେଇ ପାରୁନି। 70 ବର୍ଷର ବୁଢ଼ା ବାପ ଦିଲିର ଖାଁ ତା ଆଗରେ ମୂଷା ଛୁଆଟିଏ ପରି ନଇଁ ପଡ଼ୁଛି। ଆଜି ପର୍ଯ୍ୟନ୍ତ ବାପର ଶୋଇଲା ଘରେ ବିଡ଼ି ପାଛିଆଟା ରହି ଅଳିଆ କରୁଥିଲା। ଅମିନା ସେଇଟାକୁ ନେଇ ବାରିପଟ ଓଳି ତଳେ ଗୋଟେ ଭାଡ଼ି ବାନ୍ଧି ଝୁଲେଇ ଦେଇଛି।
ମୁରୁକି ଗୁଡ଼ାକ ନିତି ରୋଷେଇ ଘରେ ପଶି ବାର ଅଲରା ସଲରା କରୁଥିଲେ। ଅମିନା ସେଗୁଡ଼ାକୁ ରାଗରେ ଧରି ନେଇ ଅଗଣାରେ ଗୋଟିଏ ବୋଝ ଘୋଡ଼େଇ ବନ୍ଦ କରି ରଖିଛି। ଘର ଦ୍ୱାର ଟିକେ ଅସନା ହେବାର ଦେଖିଲେ ସେ ମରିୟମ ଦେହରେ ହାତ ଦେବାକୁ ମଧ୍ୟ ଛାଡ଼ୁନି। ଦିଲିର ଖାଁ ସକାଳୁ ସଞ୍ଜ ପହର ଯାଏ ଦାଣ୍ଡ ପିଣ୍ଡାରେ ବସି ବିଡ଼ି ତିଆରି କରୁଥିବା ବେଳେ ଦିନ ଭିତରେ ଅନେକ ଥର ଅମିନାର ତର୍ଜନ ଗର୍ଜନ ସହିତ ମରିୟମର ନାକ କାନ୍ଦଣା ଶୁଣିବାକୁ ପାଏ। ସେ ଟିକେ ହାତ ବନ୍ଦ କରି ଘର ଆଡ଼ିକି କାନ ପାରେ। ତାପରେ ପୁଣି ଗମ୍ଭୀର ହେଇ ଫୁର୍ତ୍ତି ଫୁର୍ତ୍ତି ହାତ ଚଳେଇ ଦିଏ। କେବେ କେବେ ଅମିନାଠୁ ଗୋଇଠା ବିଧା ଖାଇ ମରିୟମ ଆସି ବାପା ଆଗରେ ଗୁହାରି କରେ। ବାପ ବିଚାରା ସବୁ ଶୁଣେ, କିଛି କହେନି। ପୁଣି ବିଡ଼ି ବଳିବାରେ ମନ ଦିଏ। ଖାଲି ସେ ଘର ଭିତରେ ନୁହେଁ, ସାହି ପଡ଼ିଶା ଲୋକେ ମଧ୍ୟ ଅମିନା ଜଳରେ ବିରକ୍ତ ହୋଇଗଲେଣି। କେହି କେହି ଆସି ଦିଲିର ଖାଁ ଆଗରେ ଅମିନା ବିରୁଦ୍ଧରେ ନାନା ପ୍ରକାର ଫେରାଦି କରିସାରିଲେଣି। ଆଉ କେହି କେହି ଅମିନାକୁ ଜଲ୍ଦି ନିକା କରିଦେବାକୁ ତା ବାପକୁ ଆସି ପରାମର୍ଶ ଦେଇଗଲେଣି। ନିଜ ସାଙ୍ଗସାଥୀଙ୍କଠାରୁ ନିକା ହେବାର ଉପଦେଶ ଶୁଣି ଅମିନା ସେମାନଙ୍କୁ ଏମିତି ଦାନ୍ତ ଦେଖାଇ ଖେଙ୍କାରି ହେଇ ମିଶୁଛି ଯେ ସେ ପ୍ରସ୍ତାବଟା କେବଳ ପ୍ରସ୍ତାବରେ ହିଁ ରହିଯାଇଛି। ସମସ୍ତଙ୍କ ଅପେକ୍ଷା ମଦନା ଭାରିଜା ଗୁରୁବାରୀ ଉପରେ ଅମିନାର ଭାରି ରାଗ। ତା ସାଙ୍ଗରେ କଜିଆ ଲଗେଇ ତାକୁ ପରସ୍ତେ ମନ ପୁରାଇ ଗାଳିଗୁଲଜ ଦେବା ପାଇଁ ସେ ଯେମିତି ସବୁବେଳେ ବାର ଆଳ ଖୋଜି ବୁଲୁଥାଏ। ସେଦିନ ଅମିନାର କୁକୁଡ଼ାଟା ମଦନା ଘରକୁ କେମିତି ବାଡ଼ ତଳେ ଗଳି ପଳେଇ ଆସିଥିଲା। ଏଇ କଥାକୁ ନେଇ ଅମିନା ଗୁରୁବାରୀର 14 ପୁରୁଷଙ୍କୁ ଖୋଳି ତାଡ଼ି ଥୋଇଦେଲା। କୁକୁଡ଼ାଙ୍କୁ ନିଜ ଘରକୁ ଡାକି ନେଇ ଗୁରୁବାରୀ ତାଙ୍କ ଡିମ୍ବତକ ବଜାରରେ ବିକି କୁଆଡ଼େ ପଇସା କରୁଛି ବୋଲି ଅମିନା ସମସ୍ତଙ୍କୁ ଶୁଣେଇ ଶୁଣେଇ ବହୁତ ବେଳ ଯାଏ ଗାଳି ଫୈଜତ କଲା। କାହାରି ସାଙ୍ଗରେ ଝଟାପଟା କଜିଆ ଲଗେଇଲା ବେଳେ ଅମିନାର ଲୁଗାପଟା ଘର ବାହାର କିଛି ଜ୍ଞାନ ରହେନି। ସେ ଅଣନିଶ୍ୱାସୀ ହେଇ ନିଜକୁ ଏକ ପ୍ରକାର ଭୁଲିଯାଏ। ସେଦିନ ଗୁରୁବାରୀ ସାଙ୍ଗରେ କଜିଆ କରୁ କରୁ ଅମିନା ବେଦମ ହେଇଯାଇ ବେହୋସ ହେଇ ତଳେ ପଡ଼ିଗଲା। ହାତ ଗୋଡ଼ ଅଠା ଅଠା ହେଇଗଲା। ତାର ଗୋରା ମୁହଁଟା କାଳିଆ ଦିଶିଲା। ମରିୟମ ବହୁତ ବେଳ ଯାଏ ମୁଣ୍ଡରେ ପାଣି ମାରିବା ପରେ ତେବେ ଯାଇ ଚେତା ହେଲା। ମଦନା ସଞ୍ଜ ବୁଡ଼େ କାମରୁ ଫେରିବା ପରେ ଗୁରୁବାରୀ ତା ଆଗରେ ସାକୁଲେହି ସବୁ କଥା ଗୁହାରିଗଲା। ଏହାର ପ୍ରତିକାର ନ କଲେ ସେ ତୁରନ୍ତ ବାପ ଘରକୁ ବାହାରି ଯିବ ବୋଲି ଧମକ ଦେଲା। କିନ୍ତୁ ମଦନା ଦେଖିବା ଦେଖିବା କହି କଥାଟାକୁ ସେଥର ବରଦାସ୍ତ କରିନେଲା। ଅମିନା ସାଙ୍ଗରେ ଗୋଟା ମୁହାଁମୁହିଁ ଝଗଡ଼ା କରିବାକୁ ତାର କାହିଁକି ଜମା ଇଚ୍ଛା ଡାକିଲାନି। ଅମିନା ଶାଶୁ ଘରୁ ପଳେଇ ଆସି ଟିକେ କଡ଼ା ମିଞ୍ଜାସି ହେଇଯାଇଛି ବୋଲି ସେ ଓଲଟି ସ୍ତ୍ରୀ ପାଖରେ କୈଫତ ଦେଇ କଥାଟାକୁ ସମ୍ଭାଳି ନେବାକୁ ଉପରୋଧ କଲା। ଦିନ ଯେତିକି ଯିବାକୁ ଲାଗିଲା ଅମିନାର ଅତ୍ୟାଚାରରେ ଗୁରୁବାରୀ ସେତିକି ଅସ୍ଥିର ହୋଇଉଠିଲା। କେଉଁଦିନ ମଦନର ଗାଈଟା ଦିଲିର ଖାଁ ଅଗଣା ଭିତରେ ପଶିଗଲାଣି ତ କେଉଁଦିନ ବର୍ଷାରେ ମଦନା ଘର ନଳା ପାଣି ଯାଇ ଦିଲିର ଖାଁର ଖଳା ବାଡ଼ିରେ ଲହଡ଼ା ମାରିଲାଣି। ଏହି ସବୁ ଘଟଣାକୁ ଆଶ୍ରୟ କରି ଗୁରୁବାରୀ ବିରୁଦ୍ଧରେ ଅମିନା ଯେଉଁ ସବୁ ପ୍ରଳୟକାଣ୍ଡ ସୃଷ୍ଟି କଲା ସେଥିରେ ସାହିର ଆଉ 5 ଲୋକେ ମଧ୍ୟ ଗୁରୁବାରୀର ପଟିଆ ହେଇ ଅମିନାକୁ କାଇଲ ନ କରି ରହିପାରିଲେନି। ପଞ୍ଚୁ ଖାଁ, ମାଗୁଣୀ ବକ୍ସ, ଇରଫାନ ମିଆଁ ପ୍ରମୁଖ ଗାଁର ମୁଖିଆ ମୁଖିଆ ମୁସଲମାନ ମାନେ ଏ କଥାକୁ ନେଇ 2-4 ଥର ଦିଲିର ଖାଁକୁ ଜାପ୍ତା କରି ଦେଇଗଲେ। ମାତ୍ର ଝୁଅକୁ ଆକଟ କରିବା ପାଇଁ ବୁଢ଼ା ଦିଲିର ଖାଁର ଜମା ସାହସ ହେଉନି। ଭଲ ଲୋକଙ୍କ ଉପଦେଶ ଶୁଣି ଦବିଯିବା ପରିବର୍ତ୍ତରେ ଅମିନା ବରଂ ଜଳନ୍ତା ନିଆଁରେ ପାଣି ଆଞ୍ଜୁଳାଏ ପଡ଼ିଲା ପରେ ଆହୁରି ଜୋରରେ କୁହୁଳି ଉଠିଲା। ଶେଷରେ ନିରୁପାୟ ହେଇ ମଦନା ଯାଇ ଦିନେ ଦିଲିର ଖାଁ ଆଗରେ ମୁହଁ ଫିଟାଇ ଫେରାଦ ହେଲା। ପିଣ୍ଡା ତଳେ ଛିଡ଼ା ହେଇ ହାତ ଯୋଡ଼ି କହିଲା, ଏଗୁଡ଼ାକ କ'ଣ ଦାଣ୍ଡକୁ ଭଲ ଦେଉଛି ଦିଲିର ମଉସା? ଘର କଥା ଏମିତି ଦାଣ୍ଡରେ ପଡ଼ିବାଟା କ'ଣ ତମକୁ ନିକ ଦେଉଛି? ବୁଢ଼ା ଦିଲିର ଖାଁ ବିଡ଼ି ତିଆରି କରୁ କରୁ ସବୁ ଶୁଣିଲା। ସବୁ ଶୁଣି ସାରି କେବଳ ମିନିଟିକ ପାଇଁ ବିଡ଼ିବାଳା ବନ୍ଦ କରି କପାଳରେ ହାତ ମାରି ଖୋଦାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲା। ତାପରେ ପୁଣି ନିଜ କାମରେ ମନ ଦେଲା। ମଦନା ତା ନାଁରେ ବାପା ଆଗରେ ଫେରାଦ ହେଇଛି ଶୁଣି ଅମିନା ଗୁରୁବାରୀକି ଛାଡ଼ି ମଦନାର 14 ପୁରୁଷ ଉଭେଇଦେଲା। ମଦନାକୁ ଶୁଣେଇ ଶୁଣି ପାଟି କରି କହିଲା, ହାରାମ ଜାଦା ମାଇପ ସୁଆଗି ହେଉଛି, ଚିହ୍ନିନି ମୋତେ, ଦିହିଙ୍କର ଖୁନ୍ ନିକାଲି ଦେବି। ଅମିନା ପାଖରୁ ଗାଳି ଶୁଣିବା ମଦନା ପକ୍ଷରେ ପ୍ରଥମ। ସେ ପ୍ରଥମେ ନିଜ କାନକୁ ବିଶ୍ୱାସ କରିପାରିଲାନି। ଯେଉଁ ଅମିନା ସାଙ୍ଗରେ ପିଲାଦିନୁ ଖେଳି ବୁଲି ସେ ମଣିଷ ହେଇଛି ସେ ଆଜି ତାକୁ ମୁହଁ ହୋଡ଼ି ଏମିତି କହିବ, ଏ କଥା ସେ ଜମା ବୁଝିପାରିଲାନି। ତା ମନ ଭିତରେ ଝଡ଼ ଦେଖାଦେଲା। ସେଦିନ ରାତିରେ ନେଳିଆ ଆକାଶ ଦେହରେ ଜହ୍ନଟା ଭାରି ସଫା ଦେଖାଯାଉଥାଏ। ସେଇ ଜହ୍ନ ଆଲୁଅରେ ଅଗଣାରେ ଗୋଟାଏ ମୁନ୍ଦରା ପକାଇ ଦେଇ ତାରି ଉପରେ ମଦନା ଶୋଇପଡ଼ି ଇଆଡ଼ୁ ସିଆଡ଼ୁ କେତେ କଥା ଭାବିଗଲା। ସେ ପିଲାଦିନର ସେହି ଶାନ୍ତ ନିରୀହ ଅମିନାଟି ସହିତ ଆଜିର ଏହି କଳିହୁଡ଼ି ଅମିନାର ତୁଳନା କରି କୌଣସି ସାମଞ୍ଜସ୍ୟ ସୂତ୍ର ଆବିଷ୍କାର କରିପାରିଲାନି। ତା ଜୀବନର ମଲା ବର୍ଷଗୁଡ଼ାକ ପୁଣି ଜିଅନ୍ତା ରୂପ ଧରି ତା ଆଖି ଆଗରେ ଆସି ଛିଡ଼ା ହେଲେ। ତାର ମନେ ପଡ଼ିଲା ପିଲାଦିନେ ଅମିନା ଆଉ ସେ କେମିତି ଧୂଳି ଘର ତିଆରି କରି ଖେଳୁଥିଲେ। ଆଉ ଖେଳ ସରିଗଲେ
ସେଗୁଡ଼ାକୁ କେମିତି ଫେର୍ ଗୋଡ଼ରେ ଭାଙ୍ଗି ଦେଉଥିଲେ। ତାର ସେଇ ଧୋବ ଜହ୍ନ ଆଲୁଅରେ ମନେ ପଡ଼ିଲା ଅମିନାର ଗୋଲାପ ପରି ଖୁବସୁରତ ମୁହଁଟି ପଛଆଡ଼େ କେମିତି କଳା ବାଳର ଝରଣା ନାଚି ନାଚି ଖେଳୁଥିଲା। ଆଉ ତା ଓଠରେ ସବୁବେଳେ ନାଚି ରହିଥିଲା କେମିତି ଗୋଟେ ଦୁଷ୍ଟାମୀର ପାତଳା ମୁଲାୟମ ହସ। ସେ ମନେ ମନେ ଭାବିଲା ସେ ପୁରୁଣା ଦିନଗୁଡ଼ାକ ଭିତରକୁ ସେ ଯଦି ଆଜି କୌଣସି ମତେ ଫେରି ଯାଇପାରନ୍ତା। ସେତେବେଳକୁ ମଦନର ବୋଉ ବଞ୍ଚିଥିଲା। ମଦନ ଘରେ ମାଣବସା ହେଲେ ତା ବୋଉ ଚୁପ୍ କରି ଯାଇ ଅମିନା ଆଉ ତା ଭଉଣୀ ମରିୟମକୁ ଡାକି ଆଣୁଥିଲା। ମଦନା, ଅମିନା ଓ ମରିୟମକୁ ଧାଡ଼ି କରି ବସେଇ ଦେଇ ସେ ତିନିଙ୍କ ପାଖରେ ଖଣ୍ଡେ ଖଣ୍ଡେ କଦଳୀ ପତ୍ର ପକେଇ ଦେଇ କେତେ କ'ଣ ପିଠାପଣା ବାଡ଼ି ଦେଉଥିଲା। ତାପରେ ଖିଆପିଆ ସରିଗଲେ ସେ ତିନି ଜଣଙ୍କ ଅଇଁଠା ପତ୍ରଟିମାନ ଉଠେଇ କାନି ଆଢ଼ୁଆଳ ନେଇ ବାଡ଼ି ପଟେ ଫିଙ୍ଗି ଦେଇ ଆସୁଥିଲା। ପଠାଣ ଅଇଁଠା ଉଠଉଛି ବୋଲି ଘର ଲୋକେ ତା ଉପରେ ଚଳି ହେଲେ ସେ କହୁଥିଲା, ଆହା କୋଉ ଗୋରୁ ଲାଙ୍ଗୁଡ଼ରେ ବକଟିନାକୁ ପିଲା ଯେ ଅଇଁଠା ଉଠେଇଲେ ଲାଗିଯାଉଛି। କାହିଁକି ମ, ଅମିନା କ'ଣ ମୋ ଝିଅ ନୁହଁ କି? ନାହିଁ ନାଡ଼ ଲଗେଇ ଜନ୍ମ କରିଥିଲେ କ'ଣ ଗୋଟେ ବେଶୀ ହେଇଥାନ୍ତା? ଅମିନା ଘରେ ଓଷା ଉପାସ କି ଖିଆପିଆ ହେଲେ ଅମିନା ଆସି ମଦନକୁ ଚୁପ୍ କିନା ଡାକି ନେଇଯାଏ। ସବେ ବରାତ, ଇଦ୍ ଆଉ ବାର ଉପାସ ସମୟରେ ଅମିନା ନିଜେ ମଦନକୁ କେତେ କ'ଣ ଖାଇବାକୁ ଦେଇଛି। ମଦନକୁ ତାଙ୍କ ଘରେ ଖାଉଥିବାର ଦେଖି ବୁଢ଼ା ଦିଲିର ଖାଁ କେତେଥର ଟାପରା କରି କହିଛି, ଆମ ଘରେ ଖାଇଲୁ, ତୋ ଜାତି ଗଲାରେ ମଦନା, ତୋ ଜାତି ଗଲା। ପଠାଣ ଘରେ ମଦନ ଖାଉଛି ବୋଲି ଶୁଣି ସାହି ଲୋକେ ତା ବୋଉ ଉପରେ ବାର କଟକଣା ଜାରି କଲେ ତା ବୋଉ ପ୍ରଥମେ ହସି ହସିକା କହୁଥିଲା, ମୋ ପୁଅକୁ ତୁମେ ଝୁଅ ନଦେଲେ ନାହିଁ, ସେ ଅଭିଆଡ଼ା ରହିଯିବ। ତାପରେ କିନ୍ତୁ ଭୟ ପାଇଯାଇ କହୁଥିଲା, ହଉ ହଉ ମୁଁ ଆଜି ତାକୁ ଗଙ୍ଗା ଜଳ ପଞ୍ଚାମୃତ ଖୁଆଇ ଶୁଦ୍ଧ କରିଦେଉଛି। ଯେତେ ମନା କଲେ କ'ଣ ସେ 17 ଟଙ୍କା ମାନୁଛି କି? ଘରେ ହେଲେ କେଉଁ କଥା ନଥାନ୍ତା, ଗାଡ଼ିଆ ଗିଳକୁ କ'ଣ କିଛି ଅଣ୍ଟିବ କି? ମଦନା ପାଖରେ ଥିଲେ ସେ ସାହି ଲୋକଙ୍କ ଆଗରେ ତା ଉପରେ ଦିଟା ଦୁମ୍ ଦାମ୍ ବସେଇ ଦେଇ ତାକୁ ଭିଡ଼ି ଭିଡ଼ି ଘରକୁ ନେଇ ଯାଉଥିଲା। ଏହିଠାରେ ଏଡ଼େ ବଡ଼ ଜଟିଳ ସମସ୍ୟାର ଏକରକମ ଫଇସଲା ହେଇଯାଉଥିଲା। ଖାଲି ସେତିକି ନୁହେଁ, ପିଲାଦିନେ ଲୁଚୁକାଳି ଖେଳିଲା ବେଳେ, ବାଘ ବକରି ଖେଳିଲା ବେଳେ ଉଭୟ ଯେ ଉଭୟ ପାଖରେ କେତେ କ'ଣ ପ୍ରତିଜ୍ଞା କରି ପୁଣି ପର ମୁହୂର୍ତ୍ତରେ ଲାଜରେ ରଙ୍ଗ ପଡ଼ିଯାଇଛନ୍ତି, ସେ କଥା ଗୁଡ଼ାକର ଦରଭୋଲା ସ୍ମୃତି ଆଜି ବିଶେଷ ଭାବରେ ମଦନର ବ୍ୟଥିତ ମନକୁ ଘାଣ୍ଟି ଚକଟି ପକେଇଲା। ମଦନର ମନେ ପଡ଼ିଲା କେତେ ବର୍ଷ ତଳେ କେଜାଣି ଦିନେ ଏମିତି ଭୋଦୁଆ ଆକାଶରେ ପୁନିଅ ଚାନ୍ଦର ଭେଳା ଭାସୁଥିଲା। ସେଦିନ ତାରି ଅଗଣାର ଏଇ ଛାଇ ଛାଇଆ ସଜନା ଗଛ ତଳେ ଅମିନା ଆଉ ସିଏ ତିହେଁ ଯାକ ହାତ ଧରାଧରି ହେଇ ବସି ଭବିଷ୍ୟତର କେତେ କଳ୍ପନା ଫୁସ୍ଫାସ୍ ହେଇ ତିହିଙ୍କ କାନରେ ଚୁପଚାପ କରି କହୁଥିଲେ। ମଦନାକୁ ସେତେବେଳେ 15 ବର୍ଷ ଆଉ ଅମିନାର ଉମର ବୋଧହୁଏ ହେଇଥିବ 12 କି 13। ରାତି ଯେ କେତେ ହେଇଯାଇଥିଲା ସେଥିପ୍ରତି କାହାର ସେଦିନ ହୋସ୍ ନଥିଲା। ମଦନାର ବୋଉ ହାଣ୍ଡିଶାଳ ଘରୁ ରନ୍ଧାବଢ଼ା ସାରି କାନି ଆଢ଼ୁଆଳରେ ଡିବିଟାକୁ ଧରି ଯେତେବେଳେ ଆସି କହିଲେ, ଆଜି କ'ଣ ତମ ଦିହିଙ୍କ ଖେଳ ସରିବ ନାହିଁ କି ମଦନୀ? ସେତେବେଳେ ଯାଇ ଦିହିଙ୍କ ଧିଇଁ ଚେତା ବସିଲା। ଯେ ଯାହା ଘରକୁ ଯେ ଯାହା ଫେରିଗଲେ। ମଦନା ଚିତ୍ ହେଇ ଶୋଇ ଅଗଣାର ସେହି ଝାମ୍ପୁଲା ସଜନା ଗଛ ଆଡ଼କୁ ଆଜି ଚାହିଁଲା। ଜହ୍ନ ଆଲୁଅର ଅସରନ୍ତି ସମୁଦ୍ର ମଝିରେ ସଜନା ଗଛର ଅସୁମାରୀ ସାବଜା ପତ୍ର ଗୁଡ଼ାକ ମେଞ୍ଚା ମେଞ୍ଚା ପାଣି ଶିଉଳି ପରି ଭାସି ଭାସି ଖେଳୁଥିଲେ। ଆଜିର ପର୍ଯ୍ୟାୟରେ ଗାଳ୍ପିକ ସଚିଦାନନ୍ଦ ରାଉତରାୟଙ୍କର ଗଳ୍ପ ମାଟିର ତାଜ ବିଷୟର ଏତିକି ଜାଣିଲେ। ମୁଁ ଆଶା କରୁଛି ଆଜିର ପର୍ଯ୍ୟାୟଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ରହୁଛି, ଧନ୍ୟବାଦ।